ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ପିଏମ୍ କିଷାନ ଯୋଜନାରେ ପୁଣି ଗୋଟେ ନୂଆ ଅପଡେଟ୍, ଯାହାକି ଆପଣମାନେ ସମସ୍ତେ ଜାଣିଥିବେ। ପିଏମ୍ କିଷାନ ଯୋଜନାର 23ତମ ଇନଷ୍ଟଲମେଣ୍ଟର ଟଙ୍କା ଆପଣମାନଙ୍କୁ ଆସନ୍ତା ଜୁଲାଇ ମାସରେ ଆସିବା ପାଇଁ ଯାଉଛି। ତେଣୁ 23ତମ ଇନଷ୍ଟଲମେଣ୍ଟର ଟଙ୍କା ଆସିବା ପୂର୍ବରୁ ବର୍ତ୍ତମାନ ପିଏମ୍ କିଷାନ ଯୋଜନାରେ ବହୁତ କିଛି ଡାଟା ଅପଡେଟ୍ ହେଇଛି। ଗତକାଲି ଭିଡ଼ିଓରେ ମଧ୍ୟ ମୁଁ ଆପଣମାନଙ୍କୁ କହିଥିଲି ଯେ ବର୍ତ୍ତମାନ ଯେଉଁମାନେ ପିଏମ୍ କିଷାନ ଯୋଜନାରେ ରେଜିଷ୍ଟ୍ରେସନ କରିବା ପାଇଁ ଚାହୁଁଛନ୍ତି ବା ଯେଉଁ ଚାଷୀ ଭାଇ ଭଉଣୀମାନେ ପିଏମ୍ କିଷାନରେ ସେଲ୍ଫ ରେଜିଷ୍ଟ୍ରେସନ କରିଛନ୍ତି, ସେମାନଙ୍କର ବର୍ତ୍ତମାନ ଷ୍ଟାଟସ୍ ଯେତେବେଳେ ଚେକ୍ କରୁଛନ୍ତି, ଆପଣମାନଙ୍କ ଡିଷ୍ଟ୍ରିକ୍ଟ ଲେବୁଲରେ ରିଜେକ୍ଟ ହେଇଯାଇଛି ଏବଂ ଆପଣମାନଙ୍କୁ କୁହାଯାଇଛି ଯେ ଆପଣମାନେ ଯଦି ପିଏମ୍ କିଷାନ ଯୋଜନାର ସହାୟତା ରାଶି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ନେକ୍ସଟ ଇନଷ୍ଟଲମେଣ୍ଟ ପାଇବା ପାଇଁ ହେଲେ ଆପଣମାନଙ୍କୁ ଓଡ଼ିଶା ସରକାରଙ୍କର ସିଏମ୍ କିଷାନର ୟୁନିଫାଏଡ୍ ପୋର୍ଟାଲ ମାଧ୍ୟମରେ ଯାଇକି ଆପ୍ଲାଏ କରିବା ପାଇଁ ପଡ଼ିବ। ତେଣୁ ସିଏମ୍ କିଷାନ ଯୋଜନାରେ ଆପ୍ଲାଏ ଯେତେବେଳେ ଆରମ୍ଭ ହେବ, ତ ସେଇ ଆପ୍ଲାଏ ଆରମ୍ଭ ହେଲା ପରେ ସମସ୍ତ ଚାଷୀ ଭାଇ ଭଉଣୀମାନେ ଆପଣମାନଙ୍କର ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ସହିତ ସିଏମ୍ କିଷାନରେ ନୂଆ ରେଜିଷ୍ଟ୍ରେସନ କରିବେ ଏବଂ ତାଙ୍କର ଅଟୋମେଟିକ୍ ପିଏମ୍ କିଷାନରେ ଯାହାକି ନାମ ଏଣ୍ଟ୍ରି ହେଇଯିବ। ତ କାଲି ସେଇ ଭିଡ଼ିଓରେ ଆପଣମାନଙ୍କର ବହୁତ ସାରା କମେଣ୍ଟ ମଧ୍ୟ ରହୁଥିଲା ଯେ ସିଏମ୍ କିଷାନରେ ଆମେ ଯେତେବେଳେ ରେଜିଷ୍ଟ୍ରେସନ କରିବୁ, ତ ସେଇ ରେଜିଷ୍ଟ୍ରେସନ କେବେ ଆରମ୍ଭ ହେବ। ତ ଦେଖନ୍ତୁ, ରେଜିଷ୍ଟ୍ରେସନ ବର୍ତ୍ତମାନ ବନ୍ଦ ଅଛି। ଯାହା ବି ପୂର୍ବରୁ ସୂଚନା ଥିଲା 15 ଜୁନ୍ ପରେ ପୋର୍ଟାଲ ଆରମ୍ଭ ହେବାର ଅଛି। ତେଣୁ ଆପଣମାନେ ଗୋଟିଏ ଦିନ ଅପେକ୍ଷା କରନ୍ତୁ। ଯଦି ଆପଣମାନଙ୍କ ପୋର୍ଟାଲ ଓପନ୍ ହେଲା, ସେ ବିଷୟରେ ମୁଁ ଆପଣମାନଙ୍କୁ ଅପଡେଟ୍ ଦେଇଦେବି। ତେଣୁ ବର୍ତ୍ତମାନର ଯେଉଁ ଅପଡେଟ୍‌ଟି ରହିଛି, ଏଇଟା ଆପଣମାନଙ୍କର ପିଏମ୍ କିଷାନରେ ଯେଉଁମାନେ ପୁରୁଣା ହିତାଧିକାରୀ ରହିଛନ୍ତି ବା ଯେଉଁମାନେ ପୁରୁଣା 22ତମ ଇନଷ୍ଟଲମେଣ୍ଟର ଟଙ୍କା ପାଇଛନ୍ତି, ସେମାନଙ୍କ ପାଇଁ ଏଇ ଭିଡ଼ିଓଟି ଆପଣ ବହୁତ ଇନଫର୍ମେଟିଭ୍ ରହିଛି। କାରଣ ଏଇ ଭିଡ଼ିଓରେ 23ତମ ଇନଷ୍ଟଲମେଣ୍ଟର ଟଙ୍କା ଆସିବା ପୂର୍ବରୁ ବର୍ତ୍ତମାନ ପିଏମ୍ କିଷାନ ପୋର୍ଟାଲରେ ଗୋଟେ ଅପଡେଟ୍ ଆସିଛି। ତ ସେଇ ଅପଡେଟ୍ କ'ଣ ରହିଛି, ଆପଣମାନେ କେମିତି ଚେକ୍ କରିବେ ଏବଂ ଆପଣମାନଙ୍କର କ'ଣ କ'ଣ ପ୍ରୋବ୍ଲେମ୍ ରହିପାରେ ବା କ'ଣ କ'ଣ ପ୍ରୋବ୍ଲେମ୍ ଆପଣମାନଙ୍କ ସହିତ ହେଇପାରେ, ସେ ବିଷୟରେ ସବୁ କିଛି ଡିଟେଲ୍ସ ଆଜିର ଏଇ ଭିଡ଼ିଓରେ ଆଲୋଚନା କରିବା। ତା ପୂର୍ବରୁ ଯଦି ଆପଣମାନେ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ୟୁଟ୍ୟୁବରେ ଦେଖୁଥିଲେ ଆପଣମାନେ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତା ସହିତ ଫେସବୁକ୍ ବା ଇନଷ୍ଟାଗ୍ରାମରେ ଯଦି ଆପଣମାନଙ୍କ ପାଖକୁ ଏଇ ଭିଡ଼ିଓଟି ଆସିଛି, ତାହେଲେ ଏଇ ଭିଡ଼ିଓକୁ ସେଭ୍ କରିବା ସହିତ ଆମକୁ ଫଲୋ କରିଦେବେ। ଯାହାଦ୍ୱାରା କି ବହୁତ କିଛି ଇନଫର୍ମେସନ୍ ଆପଣମାନଙ୍କୁ ଆଗକୁ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ତ ଦେଖନ୍ତୁ, ପିଏମ୍ କିଷାନ ପୋର୍ଟାଲର 22ତମ ଇନଷ୍ଟଲମେଣ୍ଟରେ ଆସି ସାରିଲା ପରେ 23ତମ ଇନଷ୍ଟଲମେଣ୍ଟର ଟଙ୍କା ଆସିବା ପୂର୍ବରୁ ବର୍ତ୍ତମାନ ସମସ୍ତ ଫାର୍ମରମାନଙ୍କର ଯାହାକି ଡାଟା ଅପଡେସନ୍ ଚାଲିଛି, ଅର୍ଥାତ୍ ସମସ୍ତଙ୍କର ଡାଟା ଭେରିଫାଇ କରାଯାଉଛି। ଡାଟା ଭେରିଫାଇ କଲା ପରେ ଆପଣମାନଙ୍କର ଷ୍ଟାଟସ୍‌ରେ ବହୁତ କିଛି ଚେଞ୍ଜେସ୍ ବର୍ତ୍ତମାନ ଦେଖିବା ପାଇଁ ମିଳୁଛି। ତେଣୁ ଆପଣମାନେ ବର୍ତ୍ତମାନ ନିଜର ପିଏମ୍ କିଷାନର ଷ୍ଟାଟସ୍ ଚେକ୍ କରିବା ନିହାତି ଦରକାର। ତେଣୁ ବହୁତ ଜଣ ଷ୍ଟାଟସ୍ ଚେକ୍ କଲା ପରେ ମଧ୍ୟ ମୋତେ ସ୍କ୍ରିନଶଟ୍ ସେୟାର କରିଛନ୍ତି। ତ ଷ୍ଟାଟସ୍ ଚେକ୍ କଲାବେଳେ ଆପଣମାନଙ୍କୁ କ'ଣ କ'ଣ ସବୁ ପ୍ରୋବ୍ଲେମ୍ ହେଉଛି, ଆସନ୍ତୁ ସେ ବିଷୟରେ ଟିକେ ନଜର ପକାଇବା। ସର୍ବପ୍ରଥମେ ପିଏମ୍ କିଷାନ ପୋର୍ଟାଲ ଅଫିସିଆଲ ପୋର୍ଟାଲକୁ ଆସି ସାରିଲା ପରେ ଆପଣମାନଙ୍କର ନୋ ୟୋର ଷ୍ଟାଟସ୍ ଅପସନ୍ ଯେଉଁଟା ରହିଛି, ତ ସେଇ ନୋ ୟୋର ଷ୍ଟାଟସ୍ ଅପସନ୍‌ରେ ଆପଣମାନେ କ୍ଲିକ୍ କରିବେ। ନୋ ୟୋର ଷ୍ଟାଟସ୍ ଅପସନ୍‌ରେ କ୍ଲିକ୍ କରିବେ ଯେତେବେଳେ, ଦେଖନ୍ତୁ ଏଠି ଆପଣମାନଙ୍କ ରେଜିଷ୍ଟ୍ରେସନ ନମ୍ବର ମାଗିବ। ତ ଯଦି ଆପଣମାନଙ୍କ ପାଖରେ ପିଏମ୍ କିଷାନର ରେଜିଷ୍ଟ୍ରେସନ ନମ୍ବର ନାହିଁ, ତାହେଲେ ନୋ ୟୋର ରେଜିଷ୍ଟ୍ରେସନ ନମ୍ବର ଅପସନ୍‌ରେ କ୍ଲିକ୍ କରି ଆପଣମାନଙ୍କର ଆଧାର କାର୍ଡ ନମ୍ବରରେ ବା ମୋବାଇଲ ନମ୍ବର ଯେଉଁଟାକି ପିଏମ୍ କିଷାନ ପୋର୍ଟାଲରେ ରେଜିଷ୍ଟ୍ରେସନ ହୋଇଛି, ତା ମାଧ୍ୟମରେ ଆପଣମାନେ ଏଠି ନିଜର ରେଜିଷ୍ଟ୍ରେସନ ନମ୍ବର ପାଇପାରିବେ। ଯେହେତୁ ଆମ ପାଖରେ ଅଲରେଡି ପିଏମ୍ କିଷାନର ରେଜିଷ୍ଟ୍ରେସନ ନମ୍ବର ଅଛି, ତ ତା ପାଇଁ ଆମେ ଏଠି ନୋ ୟୋର ଷ୍ଟାଟସ୍ ଅପସନ୍‌ରେ କ୍ଲିକ୍ କରିଦେବୁ। ତ ଯେତେବେଳେ ନୋ ୟୋର ଷ୍ଟାଟସ୍ ଅପସନ୍‌ରେ ଆମେ କ୍ଲିକ୍ କରୁଛୁ, ତାପରେ ଦେଖନ୍ତୁ ଏଠି ରେଜିଷ୍ଟ୍ରେସନ ନମ୍ବର ଆପଣମାନଙ୍କୁ ମାଗିବ। ତ ସେଇ ରେଜିଷ୍ଟ୍ରେସନ ନମ୍ବର ମୁଁ ଏଠି ଯାଇକି ଏଣ୍ଟର କରିନେଉଛି। ରେଜିଷ୍ଟ୍ରେସନ ନମ୍ବର ଏଣ୍ଟର କରିସାରିଲା ପରେ କ୍ୟାପଚା କୋଡ୍ ଦେଇ ଗେଟ୍ ଓଟିପି ଅପସନ୍‌ରେ ଆପଣମାନଙ୍କର କ୍ଲିକ୍ କରୁଛି। ତ ଦେଖନ୍ତୁ, ଯେତେବେଳେ ଆପଣମାନେ ନିଜର ଷ୍ଟାଟସ୍‌ଟି ଚେକ୍ କରିବେ, ଷ୍ଟାଟସ୍ ଚେକ୍ କଲା ପରେ ରିସେଣ୍ଟ ଏବଂ ଲେଟେଷ୍ଟ ଯେଉଁ ଇନଷ୍ଟଲମେଣ୍ଟର ଡିଟେଲ୍ସ ଆପଣମାନେ ଦେଖିବେ, ସେଠି ଆପଣମାନଙ୍କର ଏମିତି ଗୋଟେ ଅପସନ୍ ଶୋ କରୁଥିବ ଯେଉଁଟାକି ଏଫ୍‌ଟିଓ ପ୍ରୋସେସ୍। ଦେଖନ୍ତୁ, ଏଇ ଏଫ୍‌ଟିଓ ପ୍ରୋସେସ୍ ଆପଣମାନଙ୍କର ସାଧାରଣତଃ ସମସ୍ତଙ୍କର ୟେସ୍ ଥାଏ। କିନ୍ତୁ ବର୍ତ୍ତମାନ ଯଦି ଆପଣମାନେ ଏଫ୍‌ଟିଓ ପ୍ରୋସେସ୍ ଚେକ୍ କରୁଥିବେ, ତାହେଲେ ଆପଣମାନଙ୍କର କ'ଣ ଶୋ କରିବ ନା ଏଫ୍‌ଟିଓ ପ୍ରୋସେସ୍‌ରେ ଆପଣମାନଙ୍କର ଏଇଟା ନୋ ବୋଲି ଶୋ କରୁଛି। ତ ଏହାରି ଉପରେ ବହୁତ ସାରା କନଫ୍ୟୁଜନ୍ ଥିଲା ଏବଂ ବହୁତ ଜଣ ମୋତେ ସ୍କ୍ରିନଶଟ୍ ମଧ୍ୟ ସେୟାର କରିଛନ୍ତି। ଯଦି ଆପଣମାନେ 2ରୁ 3 ଦିନ ପୂର୍ବରୁ ଏଇ ଏଫ୍‌ଟିଓ ପ୍ରୋସେସ୍ ଚେକ୍ କରିଥିବେ, ସେଠି ଆପଣମାନଙ୍କର ଏଫ୍‌ଟିଓ ପ୍ରୋସେସ୍ ସ୍ନୁ ଥାଏ। କିନ୍ତୁ ଏଇ ଯେଉଁ ପେମେଣ୍ଟ ଷ୍ଟାଟସ୍, ମନେ ରଖନ୍ତୁ ଏଇଟା ହିଁ ଆପଣମାନଙ୍କର ବୁଝିବା କଥା ଯେ ପେମେଣ୍ଟ ଷ୍ଟାଟସ୍‌ରେ ଯଦି ଆପଣମାନଙ୍କର ଲେଖା ହେଇଛି ଆର୍‌ଏଫ୍‌ଟି ସାଇନ୍ ବାଇ ଷ୍ଟେଟ୍ ଫର୍ 21th ଇନଷ୍ଟଲମେଣ୍ଟ, ଅର୍ଥାତ୍ ଏ ଯେଉଁ 21th ଇନଷ୍ଟଲମେଣ୍ଟ କ'ଣ ନା ସମସ୍ତଙ୍କର, ଯେହେତୁ ଆପଣଙ୍କର 23ତମ ଇନଷ୍ଟଲମେଣ୍ଟ ଆସିବ, ତା ପୂର୍ବରୁ ଯେଉଁମାନେ ଯଦି ଲେଟ୍‌ରେ ଆବେଦନ କରିଛନ୍ତି, କାହାର ଏଠି 21, କାହାର 22, କାହାର 8, କାହାର 6, ଅର୍ଥାତ୍ ଆପଣମାନେ ଆବେଦନ କଲା ପରେ
ବର୍ତ୍ତମାନ ଯେଉଁ ଇନଷ୍ଟଲମେଣ୍ଟ ଲେଟେଷ୍ଟ ଇନଷ୍ଟଲମେଣ୍ଟ ଅଛି ତାର ଷ୍ଟାଟସ୍ ଆପଣମାନେ ଚେକ୍ କଲେ ଏଫ୍ଟିଓ ପ୍ରୋସେସ୍ ନୁଥିବ ଏବଂ ଏଇଟା ଆପଣମାନଙ୍କର ଥିବ ଆର୍ଏଫ୍ଟି ସାଇନ୍ଡ ବାଇ ଷ୍ଟେଟ୍ ଫର୍ 21th ଇନଷ୍ଟଲମେଣ୍ଟ। ଯଦି ଆପଣମାନଙ୍କର ଏଇଟା ଶୋ କରୁଛି ତାମାନେ ଆପଣମାନେ ମନେ ରଖନ୍ତୁ ଏଠି ଆପଣମାନଙ୍କର ଯେଉଁଟାକି ପିଏମ୍ କିଷାନର 23ତମ ଇନଷ୍ଟଲମେଣ୍ଟର ଟଙ୍କା ଆସିବା ପୂର୍ବରୁ ଆପଣମାନଙ୍କର 7ରୁ 15 ଦିନ ଆସିବାର 7ରୁ 15 ଦିନ ପୂର୍ବରୁ ଏଇଟା ଆପଣମାନଙ୍କର ଇଏସ୍ ହେଇଯିବ ଯଦି ଆପଣମାନଙ୍କର ଆର୍ଏଫ୍ଟି ସାଇନ୍ ବାଇ ଷ୍ଟେଟ୍ ଲେଖା ହେବ। କିନ୍ତୁ ଯଦି ଏଠି ଆପଣମାନଙ୍କର ଶୋ କରିଥିବ ଯେ ପେଣ୍ଡିଂ ଫର୍ ଏପ୍ରୁଭାଲ ବାଇ ଷ୍ଟେଟ୍ ମ୍ୟାକ୍ସିମମ୍ ଲୋକଙ୍କର ଜଣଙ୍କର ଏଠି ଶୋ କରୁଥିବ ଯେ ପେଣ୍ଡିଂ ଫର୍ ଏପ୍ରୁଭାଲ ବାଇ ଷ୍ଟେଟ୍ ଯଦି ଶୋ କରୁଥିବ ତାମାନେ ଆପଣମାନେ ମନେ ରଖନ୍ତୁ ଯେ ଆପଣମାନଙ୍କର ଯେଉଁ ପିଏମ୍ କିଷାନ ଟଙ୍କାଟି ଆସିବା ପାଇଁ ଯାଉଛି କିଛି ଆପଣମାନଙ୍କର କେସ୍ ରହିଛି ଯେଉଁ କେସ୍ ପାଇଁ ଆପଣମାନଙ୍କର ବର୍ତ୍ତମାନ ଷ୍ଟେଟ୍ ଲେବୁଲ୍ ପୁଣି ଥରେ ଭେରିଫିକେସନ୍ ପାଇଁ ଯେଉଁଟାକି ଆପଣଙ୍କ ଡାଟାକୁ ଭେରିଫାଇ କରାଯାଇଛି ସେଥିରେ ଆପଣମାନଙ୍କର ବିଭିନ୍ନ ପ୍ରକାର ରିଜିନ୍ ରହିଛି ଯେମିତିକି ଆପଣମାନଙ୍କର ଲ୍ୟାଣ୍ଡର ପ୍ରୋବ୍ଲେମ୍ ହଉ ବା ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟର ପ୍ରୋବ୍ଲେମ୍ ହଉ କିମ୍ବା ଆପଣମାନଙ୍କର ଯଦି ରାସନ କାର୍ଡ଼ରୁ ନାଁ କଟିଛି ବା ପରିବାରରେ ମୋର୍ ଦେନ୍ ୱାନ୍ ଫ୍ୟାମିଲି ମେମ୍ବର ପିଏମ୍ କିଷାନର ଟଙ୍କା ପାଉଛନ୍ତି ଏଇସବୁ ପ୍ରୋବ୍ଲେମ୍ ଯଦି ଆପଣମାନଙ୍କର ଥିବ ତାହେଲେ ଏଠି ଆପଣମାନଙ୍କର ଷ୍ଟେଟ୍ ଲେବୁଲ୍ ଯେଉଁଟାକି ଏପ୍ରୁଭାଲ୍ ପେଣ୍ଡିଂ ବୋଲି ଶୋ କରିବ। ଯଦି ଆପଣମାନଙ୍କର ଏଠି ଆର୍ଏଫ୍ଟି ସାଇନ୍ ବାଇ ଲେଖଉଛି ଷ୍ଟେଟ୍ ତାହେଲେ ମନେ ରଖନ୍ତୁ ଆପଣମାନଙ୍କର ଏଇଟା ପେମେଣ୍ଟ ଆସିବାର 7ରୁ 15 ଦିନ ପୂର୍ବରୁ ଅପଡେଟ୍ ହେଇଯିବ। ଏହା ସହିତ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଅପଡେଟ୍ ଯେଉଁଟାକି ଗତକାଲି ମଧ୍ୟ ମୁଁ ଆପଣମାନଙ୍କୁ କହିଥିଲି ବାରମ୍ବାର ମଧ୍ୟ କୁହାଯାଉଛି ଯେ ପିଏମ୍ କିଷାନର ଟଙ୍କା ପାଇବା ପାଇଁ ଯଦି ଆପଣମାନେ ଚାହୁଁଛନ୍ତି ଫାର୍ମର ଆଇଡି ରେଜିଷ୍ଟ୍ରେସନଟି କରାଇ ଦିଅନ୍ତୁ କାରଣ ବାରମ୍ବାର ଆପଣମାନଙ୍କୁ ଫାର୍ମର ଆଇଡି ବିଷୟରେ କୁହାଯାଉଛି ଏହି ଫାର୍ମର ଆଇଡି ହିଁ ଆଗକୁ ଆପଣମାନଙ୍କୁ ପିଏମ୍ କିଷାନ ପାଇବା ପାଇଁ ଯାହାକି ଏଲିଜିବୁଲ୍ କରିବ ନହେଲେ ପୂର୍ବରୁ ଆପଣମାନଙ୍କର ଯଦି ଯେତେ ବି ଇନଷ୍ଟଲମେଣ୍ଟର ଟଙ୍କା ଆସିଥାଉ ପୁଣି ଥରେ ଆପଣମାନେ ପିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ନ୍ତି। ତେଣୁ ଯେଉଁମାନେ ଫାର୍ମର ଆଇଡି ବନେଇ ନାହାନ୍ତି ଫାର୍ମର ଆଇଡି ଆପଣମାନେ ବନେଇ ଦିଅନ୍ତୁ ଏବଂ ବହୁ ଜଣଙ୍କର କମେଣ୍ଟ ଥିଲା ଯେ ଏଗ୍ରିଷ୍ଟକ୍ ଫାର୍ମର ଆଇଡି ଆମେ ଯେତେବେଳେ ବନାଉଛୁ ତ ଏଗ୍ରିଷ୍ଟକ୍ ଫାର୍ମର ଆଇଡି ବନେଇଲା ପରେ ଆମର ଏପ୍ରୁଭାଲ୍ ମିଳୁନାହିଁ। ଦେଖନ୍ତୁ ଏଗ୍ରିଷ୍ଟକ୍ ଫାର୍ମର ଆଇଡି ଯଦି ଆପଣମାନେ ସେଲ୍ଫ ରେଜିଷ୍ଟ୍ରେସନ୍ କରିଛନ୍ତି ଆପଣମାନଙ୍କର କ'ଣ କରିବେ ନା ନିଜର ଏରିଆରେ ଯେଉଁ ଆମର VLW ରହିଛନ୍ତି ତାଙ୍କ ସହିତ କଣ୍ଟାକ୍ଟ କରିପାରିବେ ନହେଲେ ଆପଣମାନେ ଡାଇରେକ୍ଟ ଆର୍ଆଇ ଅଫିସକୁ ଯାଇ ନିଜର ଏନରୋଲମେଣ୍ଟର ଷ୍ଟାଟସ୍ ଚେକ୍ କରିପାରିବେ। ତେଣୁ ଫାର୍ମର ଆଇଡି ଏନରୋଲମେଣ୍ଟ ଷ୍ଟାଟସ୍ ଚେକ୍ କରିବା ପାଇଁ ଏଠି ମଧ୍ୟ ଆଧାର କାର୍ଡ଼ ନମ୍ବର ଦେଇ ଆପଣମାନେ ଚେକ୍ ଷ୍ଟାଟସ୍ ଅପସନ୍ରେ କ୍ଲିକ୍ କଲେ ଆପଣମାନଙ୍କର ଏପ୍ରୁଭାଲ୍ ଅଛି ବା ପେଣ୍ଡିଂ ଅଛି କିମ୍ବା ରିଜେକ୍ଟ ହେଇଛି ଯାହା ବି ସବୁ ପ୍ରୋବ୍ଲେମ୍ ଅଛି ଏଠି ଆପଣମାନେ ଚେକ୍ କରିପାରିବେ। ତେଣୁ এইটা ଥିଲା ଆଜିର ପିଏମ୍ କିଷାନକୁ ନେଇ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଅପଡେଟ୍। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଇନଫର୍ମେଟିଭ୍ ରହିଥିବ କାରଣ ପିଏମ୍ କିଷାନର 23ତମ ଇନଷ୍ଟଲମେଣ୍ଟ ଆପଣମାନଙ୍କୁ ଜୁଲାଇ ମାସରେ ମିଳିବା ପାଇଁ ଯାଉଛି ତେଣୁ ଜୁଲାଇ ମାସ ପୂର୍ବରୁ ଏହିସବୁ ଅପଡେଟ୍ ଆପଣମାନେ କରେଇ ନିଅନ୍ତୁ ଏବଂ ଆପଣମାନଙ୍କର ପିଏମ୍ କିଷାନର ଟଙ୍କା ଯଦି କଣ୍ଟିନ୍ୟୁ କରିବା ପାଇଁ ଚାହୁଁଛନ୍ତି ତାହେଲେ ଉଭୟ ପିଏମ୍ କିଷାନ ଏବଂ ସିଏମ୍ କିଷାନ ପୋର୍ଟାଲରେ ଫାର୍ମର ଆଇଡି ରେଜିଷ୍ଟ୍ରେସନ୍ କମ୍ପଲସରି କରେଇ ଦିଅନ୍ତୁ। ତ ଯଦି ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିଛି ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ତା ସହିତ ଆପଣମାନଙ୍କର ଫେସବୁକ୍ ବା ଇନଷ୍ଟାଗ୍ରାମରେ ଦେଖୁଥିଲେ ନିହାତି ଆମ ଚ୍ୟାନେଲକୁ ଫଲୋ କରିଦେବେ। ଧନ୍ୟବାଦ।